শ্রীমদ্ভাগবত। ওম নমো ভগবতে বাসুদেবায়। শ্রীমদ্ভাগবত নবম স্কন্ধ প্রথম অধ্যায়। নবম স্কন্ধে ঈশ কথা সূর্য চন্দ্র বংশ ব্যবস্থা। তাহার প্রথম অধ্যায়ে বৈবসূত মনু বংশরে প্রদ্যুম্ন নারী রূপ হই চন্দ্রবংশকু পূজাই। আনন্দে অভিমন্যুসূত শুনিণ গোবিন্দ চরিত। ব্যাসকুমার মুখ চাহি ବୋଲଇ ଶିରେ କର ଦେଇ। ରାଜା ପରୀକ୍ଷିତ ଉବାଚ ଓ ମୁନି ମନ୍ୱନ୍ତର କଥା। କହିଲ ସକଳ ବ୍ୟବସ୍ଥା ଯେ ମନ୍ୱନ୍ତରେ ଯେବା ଦେହି। ଧର୍ମ ରକ୍ଷଣେ ଭାବଗ୍ରାହୀ ଅନନ୍ତ ଯାହାର ମହିମା। କେ ଜାଣିପାରେ ଗୁଣ ସୀମା। ତୁମ୍ଭେ କହିଲ ମୁହିଁ ଶୁଣି ବିଷ୍ଣୁର ମହିମା ପ୍ରମାଣି। ଦ୍ରବିଡ଼େଶ୍ୱର ସତ୍ୟବ୍ରତ ସେ ରାଜା ଋଷି ଦୈବତ। ଅତୀତ କଳ୍ପାନ୍ତରେ ଥିଲା ଭାବେ ସେ ବିଷ୍ଣୁଙ୍କୁ ଭେଟିଲା। ନିତ୍ୟ ଗୋବିନ୍ଦ ପାଦ ଧ୍ୟାଇ ବିଷ୍ଣୁର ତହୁଁ ଶିକ୍ଷା ପାଇ। ପୁଣି ସେ ସୃଷ୍ଟି ଆଦି କାଳେ କେମନ୍ତେ ବୈବସୂତ କୂଳେ। ବୈବସୂତ ମନୁ ହୋଇ ଜନ୍ମ ଲଭିଲା ଦେହ ବହି। ପୁଣି ତାହାର ବୀର୍ଯ୍ୟ ଜାତ କେତେ ବା ହୋଇଲେ କସୂତ। ଇକ୍ଷାକୁ ଆଦି ଯେତେ ସୂତେ ରାଜା ହୋଇଲେ ଜଗତେ। ଏଣୁ ଆଦିତ୍ୟ କୂଳେ ଯେତେ କହିବା ବଂଶାନୁଚରିତେ। ଯାହାର ବଂଶେ ଯେବା ହୋଇ ଏ ଭୂମି ତଳେ ଦେହ ବହି। ଯେବା ଚରିତ କଲେ ଯେତେ ଭୂମୁନି କହ ମୋ ଅଗ୍ରତେ। ମୋତେ ସଙ୍କଟୁ ଧର ମୁଁ ତୁମ୍ଭ ଚରଣେ କିଙ୍କର। ଭୂତ ଭବିଷ୍ୟ ବର୍ତ୍ତମାନେ ସମ୍ପୂର୍ଣ୍ଣ ବଂଶାନୁକୀର୍ତ୍ତନେ। ଯେବା ଜଗତେ କଲା ଯାହା କହିବା ମୋତେ ଯେବେ ଦୟା। ସୁତ ଉବାଚ ହେମନ୍ତେ ଋଷି ଗଣ ମଧ୍ୟେ ଉତ୍ତରା ସୁତ ଅନୁବାଦେ। ଶୁଣି ଆନନ୍ଦେ କୃତ୍ୟ କୃତ୍ୟ କହନ୍ତି ବ୍ୟାସଙ୍କର ସୂତ। ଶ୍ରୀଶୁକ ଉବାଚ ଶୁଣ ପରୀକ୍ଷ ନରନାଥ ଆଦିତ୍ୟ ବଂଶାନୁଚରିତ। ହରି ମହିମା ଅପ୍ରମିତ କେ ଅବା କଥନେ ସମର୍ଥ। ସଂକ୍ଷେପେ କହିବହିଁ ତୋତେ ମୁଁ ଯୋଗ ବଳେ ଜାଣେ ଯେତେ। ଏ ଭୂମି ମଧ୍ୟ ଦେହ ବହି ସତେ ବରଷେ କେବା କହି। ରବିର ବଂଶେ ନୃପ ଯେତେ ଯେ ଯାହା କଲେ ଜଗତେ। ଭକତ ଶିଷ୍ୟ ଏହା କହି ଏବେ ତୁ ଶୁଣ ଚିତ ଦେଇ। ଯେବାଉ ପୂଜେ ଯାର ବଂଶେ ବୈବସ୍ୱତ ମନୁ ବଂଶେ। ଶୁଣ ପାଣ୍ଡବ ନର ଈଶ କଳ୍ପାନ୍ତେ ପରମ ପୁରୁଷ। ଯେ ହରି ଜଗତ କାରଣ ଜଗତ ଆତ୍ମା ନାରାୟଣ। ପୂର୍ବେ ସେ ସଂସାର ସଂହରି ଜଳେ ଅନନ୍ତ ଶଯ୍ୟା କରି। ନିବିଡ଼ ଅନ୍ଧାରେ ଶୋଇଲେ
ତାହାକୁ କେହି ନ ଦେଖିଲେ ସେ ପୁଣି ପ୍ରଳୟର ଅନ୍ତେ ଉତ୍ତାନେ ଶୋଏ ଅନାୟାତେ ତା ନାଭି କମଳୁ ପ୍ରକାଶ ହୋଇଲା ହିରଣ୍ମୟ କୋଶ ସୁବର୍ଣ୍ଣମୟ ଦିବ୍ୟ ରୂପୀ ଉଠିଲା ମହାଜଳ ବ୍ୟାପୀ ସେ ପଦ୍ମ କୋଶୁ ବ୍ରହ୍ମା ଜାତ ଯାର ଶରୀରୁ ଏ ଜଗତ ଭୂମି ଭିଆଇ ଯୋଗ ବଳେ ବସିଲା ସମାଧି ନିଶ୍ଚଳେ ବ୍ରହ୍ମାର ମନରୁ ବାହାର ହୋଇଲା ମରିଚି କୁମାର କଶ୍ୟପ ତାର ତହୁଁ ଜାତ ଯାର ମହିମା ଅପ୍ରମିତ ଦକ୍ଷ ଦୁହିତା ବିଭା କଲା ତା ତହୁଁ ସୂର୍ଯ୍ୟ ଉପୁଜିଲା ସୂର୍ଯ୍ୟର ପତ୍ନୀ ସଂଜ୍ଞା ନାମ ଅତି ସୁନ୍ଦର ଅନୁପମ ତାର ଉଦରୁ ଦିବ୍ୟ ତନୁ ହୋଇଲା ଶ୍ରାଦ୍ଧ ଦେବ ମନୁ ସେ ପୁଣି ଶ୍ରଦ୍ଧା କନ୍ୟା ଗର୍ଭେ 10 କୁମାର କଲା ଭାବେ ରୂପେ ଶୋଭିତ ଅନୁପମ ଶୁଣ ହୋ ତାହାଙ୍କର ନାମ ଇଚ୍ଛାକୁ ନୃଗ ପୁତ୍ର ବେନି ସଜାତି ଦିଷ୍ଟ ଧୃଷ୍ଟ ଘେନି ପୁଣି କରୁଷ ନରିସନ୍ତ ପୃଷଧ ନଭ ଗୌଦିତ ହୋଇଲେ ପୁଣି କବି ଆଦି ଏ ରୂପେ 10 ଯେ ପ୍ରସିଦ୍ଧି ସେ ଶ୍ରାଦ୍ଧ ଦେବ ପୁତ୍ର ଅର୍ଥେ ବିଚାରି ବଶିଷ୍ଠ ସଙ୍ଗତେ ମିତ୍ରାବରୁଣ ଅର୍ଥେ ଇଷ୍ଟି ଆରମ୍ଭ କଲା ସେ ପୁତ୍ରେଷ୍ଟି ଏମନ୍ତେ ତାର ଶ୍ରଦ୍ଧା ନାରୀ ବଶିଷ୍ଠ ସଙ୍ଗତେ ବିଚାରି ବୋଲଇ ମୁହିଁ ପ୍ରୟୋବ୍ରତା ଯେମନ୍ତେ ହୋଇବ ଦୁହିତା ସେ ଅର୍ଥେ ଯଜ୍ଞ ତୁମ୍ଭେ କର ସେ ବଇ ଚରଣ ତୁମ୍ଭର ତା ଶୁଣି ହୋତା ଯେ ବାଥିଲା ବିପ୍ରଙ୍କ ସଙ୍ଗେ ବିଚାରିଲା ଆହୁତି ଦେଲା କୟୁତ ଏମନ୍ତେ କନ୍ୟା ହେଲା ଜାତ ତା ରୂପ ଜଗତ ମୋହିଲା ତାହାକୁ ଇଳା ନାମ ଦେଲା ରାତ୍ରେ ସେ କନ୍ୟା ଜନ୍ମ ଦେଖି ରାଜନ ଶୟନ ଉପେକ୍ଷି ବୋଲଇ ବିପ୍ରଙ୍କୁ ଅନାଇ ଏମନ୍ତ ଦେଖିଲା ତ ନାହିଁ ତୁମ୍ଭେ ସକଳେ ବ୍ରହ୍ମ ବେତା ଏ କର୍ମ ଅସମ୍ଭବ କଥା ବ୍ରାହ୍ମଣ କର୍ମ ତ ନୁହଇ ଏ କର୍ମ କଲ କିସ ପାଇଁ ତୁମ୍ଭେ ଯେ ନିଜ ତପ ବଳେ ଦଗ୍ଧ କଳୁଷ ଏ ଶୟଳେ ସଂକଳ୍ପ ହୋଇଲା ଅନ୍ୟଥା ଏ ବଡ଼ ଅସମ୍ଭବ କଥା ଅଜ୍ଞାନୀ ଜନଙ୍କର ମତ ମୋର ସଂକଳ୍ପ ବିପରୀତ ଏମନ୍ତେ ମନୁର ନିକଟେ ବଶିଷ୍ଠ ମିଳି ଯଜ୍ଞ ବାଟେ ହୋତାଙ୍କ ବ୍ୟଭିଚାର ଜାଣି ମନୁକୁ କହନ୍ତି ଯେ ମୁନି ତୋହର ନିଜ ନାରୀ ବୋଲେ ଦୁହିତା ଅର୍ଥେ ଯଜ୍ଞ କଲେ ମୁଁ ଏବେ ସାଧିବି ତ ଅର୍ଥେ କହିବି ବିଷ୍ଣୁଙ୍କ ଅଗ୍ରତେ ଯେମନ୍ତେ କନ୍ୟା ତୋହର ହୋଏ ପୁରୁଷ କଳେବର ଏମନ୍ତ କହି ମହାଜତି ବିଷ୍ଣୁଙ୍କୁ କଲେ ଦିବ୍ୟ ସ୍ତୁତି ବଶିଷ୍ଠ ସ୍ତୁତି ବାକ୍ୟ ଶୁଣି ତକ୍ଷଣେ ପ୍ରଭୁ ଚକ୍ରପାଣି ଇଳା କନ୍ୟାକୁ ବିଷ୍ଣୁ ଚାହିଁ ବୋଇଲେ ପୁତ୍ର ହୁଅ ତୁହି ତକ୍ଷଣେ ପୁରୁଷ ହୋଇଲା ସୁଦୁମ୍ନ ନାମ ତାର ହେଲା ନିଜ ଭୁବନେ ଗଲେ ହରି ଏବେ ହୋ ଶୁଣ ଦଣ୍ଡଧାରୀ ବେଦ ବଚନର ସ୍ୱଭାବ କେ ତାହା ଅନଥା କରିବ ଶୁଣ ରାଜନ ଶୁଦ୍ଧ ମନେ ସେ ମନୁ ପୁତ୍ର ଏକ ଦିନେ ମୃଗୟା ଅର୍ଥେ ଘୋର ବନେ
ପଶିଲା ହରଷିତ ମନେ ଧନୁକୁ ଦୃଢ଼େ ଧରି କରେ ବସିଲା ଅଶ୍ୱର ଉପରେ ସେବକ ତାହାର ସଙ୍ଗତେ ଧାଇଁଲେ ଅଶ୍ୱପୃଷ୍ଠ ଗତେ ନାନା ଆୟୁଧ କରେ ଧରି ପଶୁ ଖୋଜନ୍ତି ବନେ ହେରି ଗିରି କାନନେ ଲତା କୁଞ୍ଜେ ଖୋଜି ଅନେକ ଗିରି ପୁଞ୍ଜେ ମୃଗନ ଦେଖି ଘୋର ବନେ ପଶିଲେ ଉତ୍ତର କାନନେ ମେରୁନି କଟେ ଖେଦ ମନେ ମିଳିଲେ ସୁକୁମାର ବନେ ସେ ବନେ ପ୍ରଭୁ ଶୂଳଧାରୀ ସଙ୍ଗତେ ଘେନି ନିଜ ନାରୀ ନିରତେ ଜଡ଼ିତ ମଦନେ ଗୌରୀ ସଙ୍ଗତେ ନିର୍ଜନେ ନିତ୍ୟର ମନ୍ତି ସୁଖ ମନେ ଆନନ୍ଦେ ପୁଷ୍ଟିତ କାନନେ ସେ ବନେ ପଶି ମନୁବଳା ଅନେକ ପଶୁ ବଧ କଲା ମୃଗଙ୍କୁ ମାରି ଅବହେଳେ ଗ୍ରାମକୁ ଆସିବାର ବେଳେ ଅଶ୍ୱ ସହିତେ ସର୍ବଜନେ ପଶିଲେ ସୁକୁମାର ବନେ ସର୍ବେ ହୋଇଲେ ସ୍ତ୍ରୀ ଗଣ ଅଶ୍ୱ ସହିତେକୁ ଘଟଣ ଚାହାନ୍ତି ଅନ୍ୟ ଅନ୍ୟ ମୁଖେ ସର୍ବେ ରହିଲେ ମନ ଦୁଃଖେ ସ୍ତ୍ରୀ ସ୍ୱଭାବେ କଲେ ଭ୍ରାନ୍ତି ସଳଜେ ଚଳି ନ ପାରନ୍ତି ଶୁକବଦନୁ ବାକ୍ୟ ଶୁଣି ବୋଲେ ପାଣ୍ଡବ ଚୂଡ଼ାମଣି ରାଜା ପରୀକ୍ଷିତ ଉବାଚ ଭୋମୁନି ଅସମ୍ଭବ ବାଣୀ ହୃଦୟ କମ୍ପିଲା ତ ଶୁଣି ନାରୀ ହୋଇଲେ କିସର୍ଥେ একথা কহ মো অগ্রতে সুদ্যুম্ন মনোরনন্দন পুরুষ কলে ভগবান সে কিম্পা কামিনী হইলা অশ্ব সহিতে মনুবলা কিয় বা বনে থিলা দোষ কিবা শঙ্কর কলে রোষ কিম্পা হইলে স্ত্রী দেহ সংশয় যাও মুনি কহন্তি অনুরাগে আনন্দে পরীক্ষিত আগে শ্রী শুক উবাচ শুণ হে অভিমন্যু সুত কহিবা তহির চরিত শপথ ঋষি এক দিনে গলে শঙ্কর দর্শনে দিশନ୍ତି রবি তেজ প্রায়ে সেবনে চলନ୍ତି ନିର୍ଭয়ে ଦୂରୁ ତାହାଙ୍କ ରୂପ ଦେଖି ଅମ୍ବିକା ଶୟନ ଉପେକ୍ଷି ଶଙ୍କର ସଙ୍ଗ ଛାଡ଼ି ବେଗେ ବସ୍ତ୍ର ପିନ୍ଧିଲେ ବୃକ୍ଷ ଲାଗେ ଲାଜେ ଲୁଚାଇ କଳେ ବର ଭୟ କମ୍ପନ୍ତି ଥର ହର ଶଙ୍କର ରହେ ଅଧୋମୁଖେ ଚାହିଁ ନ ପାରି ମନ ଦୁଃଖେ ଏମନ୍ତ ମୁନି ଗଣ ଚାହିଁ ପାଦେ କନ ପାରନ୍ତି ଯାଇ ତାହାଙ୍କ ଗତି ଦେଖିଛନେ ତକ୍ଷଣେ ଗଲେ ଅନ୍ୟ ବନେ ପଥ ଚଳନ୍ତି ମହାଶ୍ରମେ ମିଳିଲେ ନାରାୟଣାଶ୍ରମେ ସେ କଥା ଜାଣି ଶୂଳ ପାଣି ଅମ୍ବିକା ମୁଖ ଚାହିଁ ଭଣି ପୁରୁଷ ହୋଇ ଯେବେ ଏଥେ ପ୍ରବେଶ ହୋଇବ ବନସ୍ତେ ତକ୍ଷଣେ ହେଉ ସ୍ତ୍ରୀ ରୂପ ହେମନ୍ତ ରୁଦ୍ର ଦେଲେ ସାପ ସେଦିନୁ ମହାଦେବ ରୋଷେ ସେବନେ ପୁରୁଷ ନ ପଶେ ଏବେ ହୋ ଶୁଣ ନରନାଥ ମନୁ ତ ନୟ ବିପରୀତ
ଅଶ୍ୱ ସହିତେ ଘୋର ବନେ ସର୍ବେ ଭ୍ରମନ୍ତି ଦୁଃଖ ମନେ ସେ ବନୁ ଗଲେ ଅନ୍ୟ ବନେ ସୋମନନ୍ଦନ ତପସ୍ଥାନେ ଭ୍ରମନ୍ତି ଏକୁଆରେ ଧରି ସ୍ୱଭାବେ ସର୍ବେ ମନୋହାରି ତାହାଙ୍କ ମଧ୍ୟରେ ଇଳା ଦେଖି ସେ ବୁଧ ତପସ୍ୟା ଉପେକ୍ଷି ମନ କଳ୍ପିଲା କାମ ଭୋଳେ ତକ୍ଷଣ ଧରି ତାକୁ କୋଳେ ବୋଳେ ରମିଲା ଚନ୍ଦ୍ର ସୂତ ତକ୍ଷଣେ ହେଲା ପୁତ୍ର ଜାତ ତାହାକୁ ଦେଖି ଗୁଣଧାମ ଦେଲେ ସେ ପୁରୁରବା ନାମ ଏବେ ହୋ ଶୁଣ କୁରୁ ବୀର ସେ ବନେ ମନୁର କୁମର କୂଳ ଆଚାର୍ଯ୍ୟ ସୁମରିଲେ ତକ୍ଷଣେ ବଶିଷ୍ଠ ମିଳିଲେ ତାହାର ସ୍ତ୍ରୀ ରୂପ ଚାହିଁ ସେ ବ୍ରହ୍ମ ଋଷି ଦୟା ବହି ଯେମନ୍ତେ ପୁରୁଷ ହୋଇବ ତକ୍ଷଣେ ସେ ବି ସଦାଶିବ ଅନେକ କଲେ ଦିବ୍ୟ ସ୍ତୁତି ଶୁଣି ସନ୍ତୋଷ ପଶୁପତି ଆପଣା ବାକ୍ୟ ସତ୍ୟ ଅର୍ଥେ ବଶିଷ୍ଠ ଚାହିଁ ଦୟା ଚିତେ ବୋଲନ୍ତି ଅମ୍ବିକାର ମଣ ବଶିଷ୍ଠ ମୋର ବାକ୍ୟ ଶୁଣ ଏ ଯେ ତୋହର ଗାତ୍ରେ ଜାତ ସ୍ୱଭାବେ ଶ୍ରାଦ୍ଧ ଦେବ ସୁତ ମାସେ ହୋଇବ କାମିନୀ ପୂର୍ବେ ମୋହର ବାକ୍ୟ ଘେନି ମାସେ ପୁରୁଷ ହୋଇବ ଜୀବନ୍ତେ ଯେତେ କାଳ ଥିବ ଏମନ୍ତ ଦେଇ ତାକୁ ବର ତକ୍ଷଣେ ଗଲେ ଶୂଳଧର ତହୁଁ କେତେକ ଦିନ ଗଲା ମାସକେ ପୁରୁଷ ବଳା ରାଜ୍ୟ ସେ କଲା ଏହି ମତେ ନିଗମ ବାଣୀ ଅନୁମତେ ତାହାର ରାଜ୍ୟେ ପ୍ରଜାଜନେ ବଞ୍ଚନ୍ତି ଦୁଃଖ ସୁଖ ମନେ ତାର ହୋଇଲେ ତିନି ସୂତ ଶୁଣ ହୋ ନୃପ ପରୀକ୍ଷିତ ଗୟ ଉତ୍କଳ ପୁତ୍ର ବେନି ବିମଳ ନାମେ ହୁଏ ତିନି ଦକ୍ଷିଣ ପଥେ ତିନି ରାଜା ସୁଖେ ପାଳିଲେ ଜନ ପ୍ରଜା ଏମନ୍ତେ କେତେ କାଳ ଗଲା ସୁଦୁମ୍ନ ମନେ ବିଚାରିଲା ପୁରୁର ବାକୁ ରାଜା କରି ଛାଡ଼ିଲା ପ୍ରତିଷ୍ଠାନ ପୁରୀ ତପସାଧନେ ବନେ ଗଲା ସେ ବନେ ଶରୀର ଛାଡ଼ିଲା ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଚନ୍ଦ୍ରବଂଶର ଆଦ୍ୟ ପୀଢ଼ ସୁଜନେ ମନେ କର ଦୃଢ଼ ବଂଶାନୁଚରିତ ଏ ବାଣୀ ଶୁଣି ସଂସାରୁ ତର ପ୍ରାଣୀ।